ଉପରେ ଛାତ ନାହିଁ, ତଳେ ବାଡ଼ ନାହିଁ କି କିଛି ନାହିଁ। ଆମେ ପଟି ପାରିକି ପାଲ ଟାଣିକିରି ରହୁଛୁ, ଖୁଣ୍ଟି ହାଡ଼ କରିକିରି ମୁଁ 5 ପରିବାର ଧରିକି ଚଳୁଛି। ତଥାପି କିଏ ବି ଶୁଣୁନାହାନ୍ତି। ଏ ଗାଁରେ ସମସ୍ତେ କହିଛି। ଥରେ ଦେଖନ୍ତୁ ଏ ଦୃଶ୍ୟକୁ, ଆଖିରେ ଲୁହ। କେତେ କାକୁତି ମିନତି ହେଉଛନ୍ତି। ସେ ମାଗି ନାହାନ୍ତି କିଛି, କେବଳ ମାଗିଛନ୍ତି ତାଙ୍କର ହକ୍। କିନ୍ତୁ ମିନତିଙ୍କ ଏହି କାକୁତି ମିନତି ଆଗରେ ମୂକ ବଧିର ସରକାର ଓ ପ୍ରଶାସନଙ୍କ ଆଗରେ ସବୁକିଛି ତୁଚ୍ଛ। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତର। ଜରି ପାଲ ତଳେ ବିତୁଛି 5 ପ୍ରାଣୀଙ୍କ ଜୀବନ। ଉପରେ ଛାତ ନାହିଁ। ଜରି ପାଲ ଟାଣି ପଲିଥିନ୍ ତଳେ ପଟି ପକାଇ ବିତୁଛି 5 ପ୍ରାଣୀଙ୍କ ଜୀବନ। ଗ୍ରାମବାସୀ ନା ସରପଞ୍ଚ ନା ସମିସଭ୍ୟ ନା ପ୍ରଶାସନ କେହି ବି ଦୁଃଖ ଶୁଣୁନଥିବା କହିଛନ୍ତି ସୁକାନ୍ତି। ସରପଞ୍ଚ କହିଛୁ, ସଭ୍ୟ କହିଛୁ, ସମସ୍ତେ ଆମର ନିଜ ନ କହିକିରି କିଏ ବି ଶୁଣୁନାହାନ୍ତି। ବିଡିଓ ପାଖକୁ ବି ଯାଇଥିଲୁ, ସେମାନେ ବି କିଏ ଶୁଣିଲେନି। ତାଙ୍କ ଇଚ୍ଛା, ତାଙ୍କ ହାତରେ ସବୁ କିଛି ଅଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତ ତଳସାହିରେ ବାସ କରନ୍ତି ସୁବାସ। ଭଙ୍ଗା ଘରର ତଳେ ପଲିଥିନ୍ ଟାଣି ବର୍ଷା ଖରା ଶୀତରେ ରହିବାକୁ ବାଧ୍ୟ ହେଉଛନ୍ତି ସୁବାସଙ୍କ ପରିବାର। ଆଜିକୁ 10 ବର୍ଷ ହେଲାଣି। ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ କହି କହି ଥକି ପଡ଼ିଥିବା ସେ କହିଛନ୍ତି। ସେ ଝିଅ ଦେଲେ ମୁଠାରେ ଖାଉଛି, ଆଉ କିଏ ନାହିଁ। ଆଉ ଦି ପୁଅ ସେ ସବୁ ଛାଡ଼, ଆଉ କିଏ ନାହିଁ। ସିଏ ଗୋଟେ ଗାଁକୁ ଗଲା, ଇଏ ଗୋଟେ ଆଡ଼େ ଗଲା। ଆଉ ଝିଅ ମାନେ ଆଗେ ଦେଲେ ଖାଉଛି। ସେଇ ଯେଉଁ ଚାଳିଆଟା କରୁଛୁ ସେମିତି ଆଗା ରହୁଛୁ। ସେମିତି ଆଉ ବଡ଼ କଦର୍ଯ୍ୟ ଚଳୁଛି। ଚିନ୍ତା ଉଡ଼ା ଉଡ଼ା ହେଇକିରି ଏମିତି ଆଗା ଅଧେ ସେଇଠି ଟିଣିରେ ଅଧେ ଟୋକ ସେଇଟା କରିକି ମୋତେ 2 ପଡ଼ା ପକେଇକିରି ପଡ଼ୁଛି। ଟୋକ ଟୋକ ପଡ଼ିଲେ ଏମିତି ଆଗା ତେଡ଼େଇକିରି ରହୁଛୁ। ଏମିତି ଆଉ ବଡ଼ କଦର୍ଯ୍ୟ ରହୁଛୁ। ଆଉ କ'ଣ ସବୁଆଡ଼ୁ ନିରାଶ ହେବା ପରେ ଏବେ ସେହି ଭଙ୍ଗା ଦଦରା ଘରଟିକୁ ନିଜ କର୍ମ ଭାବି ଆଦରି ନେଇଛନ୍ତି। କବିସୂର୍ଯ୍ୟନଗରରୁ କୃପାସିନ୍ଧୁ ସ୍ୱାଇଁଙ୍କ ରିପୋର୍ଟ, ରିଓ ଟିଭି।